ମୁଁ ହେଉଛି ଯତୀଶ ଚନ୍ଦ୍ର ମହାନ୍ତି ସମୃଦ୍ଧ ଓଡ଼ିଶା ଦଳର ରାଜ୍ୟ ସଭାପତି। ଆଜି ଆମ ଦଳର ଇସ୍ତାହାର ଆମେ ଉନ୍ମୋଚନ କରୁଛୁ। ଏହି ଅବସରରେ ଆପଣମାନଙ୍କୁ ଆଉ ଓଡ଼ିଶାର ସବୁ ଭାଇ ଭଉଣୀମାନଙ୍କୁ ଭୋଟର ଭାଇ ଭଉଣୀମାନଙ୍କୁ ମୁଁ ନମସ୍କାର କରୁଛି। ଖାଲି ଆପଣଙ୍କ ଜରିଆରେ ଗୋଟିଏ ନିବେଦନ କରୁଛି, ଏହି ନିର୍ବାଚନରେ ଗୋଟିଏ ଥର ସମୃଦ୍ଧ ଓଡ଼ିଶା ଦଳକୁ ଟର୍ଚ୍ଚ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ। ଆମେ 7ଟି ପ୍ରତିଶ୍ରୁତି ଦେଉଛୁ। ମୁଖ୍ୟ ପ୍ରତିଶ୍ରୁତି ଗୋଟିଏ ହେଲା, ପ୍ରତି ପରିବାରର ମାସକୁ ରୋଜଗାର ଅତି କମ୍ରେ 20,000 ଟଙ୍କା। ପ୍ରତ୍ୟେକ ପରିବାରର ସ୍ୱାସ୍ଥ୍ୟର ଅସମ୍ଭବ ପ୍ରକାର ଉନ୍ନତି। ପ୍ରତ୍ୟେକ ପରିବାରର ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରାଇବା, ଆଉ ଯେଉଁମାନେ ଭଲ ପାଠ ପଢ଼ୁନାହାନ୍ତି ତାଙ୍କୁ ରାଜମିସ୍ତ୍ରୀ, ତାଙ୍କୁ ଇଲେକ୍ଟ୍ରିସିଆନ୍ କରିକି ଉପାର୍ଜନକ୍ଷମ କରିବା। ସରକାର ତାଙ୍କ ଦୁଆର ମୁହଁରେ ପହଞ୍ଚିବ, ଆପ୍ଲିକେସନ୍ କଲେକ୍ଟ କରାଯିବ, ଅର୍ଡ଼ର ତାଙ୍କ ଦୁଆର ମୁହଁରେ ପହଞ୍ଚିବ। ବିନା ଲାଞ୍ଚରେ ସରକାରୀ କାମ ହେବ। ପ୍ରତି ଗାଁ ହେବ ଆଦର୍ଶ, ପ୍ରତି ସହର ହେବ ଆଦର୍ଶ, ଆଉ ତାଙ୍କରି ପରାମର୍ଶରେ ହିଁ, ଲୋକମାନଙ୍କ ପରାମର୍ଶରେ ହିଁ ସରକାର ଚାଲିବ। ଏହି 7ଟି ଗ୍ୟାରେଣ୍ଟି ସମୃଦ୍ଧ ଓଡ଼ିଶା ଦେଉଛି। ପରିବାର ଭିତ୍ତିକ ଯୋଜନା କରିବ। ଏବେକାର କୌଣସି ଯୋଜନା ବନ୍ଦ ହେବ ନାହିଁ। ଲୋକଙ୍କର କୌଣସି ଅସୁବିଧା ହେଲେ 24 ଘଣ୍ଟା ଭିତରେ ସରକାର ତରଫରୁ କିଏ ଯାଇକି ତାଙ୍କ ଦୁଆର ମୁହଁରେ ପହଞ୍ଚିବ। ପ୍ରତ୍ୟେକ ପଞ୍ଚାୟତ ଆଉ ସହରକୁ ସମ୍ପୂର୍ଣ୍ଣ କ୍ଷମତା ହସ୍ତାନ୍ତରିତ କରାଯିବ। ପ୍ରତ୍ୟେକ ସରକାରୀ କର୍ମଚାରୀ ଯେଉଁମାନେ କି ସରକାରଙ୍କର ୱେଲଫେୟାର କାମ କରୁଛନ୍ତି, ଲୋକଙ୍କ ପାଖରେ ପହଞ୍ଚୁଛନ୍ତି, ସେମାନଙ୍କର ସବୁ ପ୍ରକାର ଦାୟିତ୍ୱ ସରକାର ନେବ। ଗୋଟିଏ ଭାଷାରେ କହିଲେ, ଓଡ଼ିଶା ଗୋଟିଏ ପରିବାର। ପରିବାରର ସବୁ ସଦସ୍ୟ କେମିତି ଭଲରେ ରହିବେ ସେହି କଥା ସମୃଦ୍ଧ ଓଡ଼ିଶା କରିବ। ସମୃଦ୍ଧ ଓଡ଼ିଶାକୁ ଥରେ ସେବା କରିବାର ସୁଯୋଗ ଦେଲେ ସମୃଦ୍ଧ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, MLA, ସରକାରୀ କର୍ମଚାରୀମାନେ ପ୍ରତି ମାସରେ 10 ଦିନ ଗାଁରେ ସହରରେ ପହଞ୍ଚିବେ। ଆଜ୍ଞା, ଗାଁରେ ସହରରେ ପହଞ୍ଚିଲେ ସମସ୍ୟାର ସମାଧାନ ସେଇଠି ହେଇପାରିବ। ତେଣୁକରି ଏତିକି ନିବେଦନ। 77 ବର୍ଷ ହେଲା ଯେଉଁ ବିଜେଡ଼ି, ବିଜେପି, କଂଗ୍ରେସ ଓଡ଼ିଶାବାସୀଙ୍କୁ ଦୁର୍ଦ୍ଦଶାରେ ରଖିଲେ, ଯାହାର ଗୋଟିଏ ନିଦର୍ଶନ ହେଉଛି ଏଇଠି ଆପଣ ଦେଖନ୍ତୁ, ନବୀନ ସରକାର, ମିଛର ସରକାର। କହୁଛନ୍ତି ଆମେ 1 ନମ୍ବର ମୁଖ୍ୟମନ୍ତ୍ରୀ, କିନ୍ତୁ ସବୁ ଡାଟା କହୁଛି ଓଡ଼ିଶା ସବୁଥିରେ ତଳେ। ସାମାଜିକ, ଅର୍ଥନୈତିକ, ଏଥିରେ ଗୋଟିଏ ହେଉଛି ମାନବ ବିକାଶ ସୂଚକାଙ୍କ, ସେଇଟା ହେଉଛି 36ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା 32ରେ ଅଛି। ତେଣୁକରି 24 ବର୍ଷ ପରେ ଓଡ଼ିଶା 32ରେ ଅଛି, 36ରୁ। ଆଜ୍ଞା, ସିଙ୍ଗାପୁର ଗୋଟିଏ ଦେଶ 1965ରେ ସ୍ୱାଧୀନ ହେଲା। ତାଙ୍କର ମୁଣ୍ଡ ପିଛା ଆୟ ଆମେରିକାର 8 ଭାଗରୁ ଭାଗେ ଥିଲା। 24 ବର୍ଷ ପରେ ସିଙ୍ଗାପୁର, ତାଙ୍କର ଚାଷ ଜମି ନଥାଇ, ତାଙ୍କର ଖଣି ନଥାଇ, ପିଇବା ପାଣି ନଥାଇ, ଆମେରିକାଠୁ ଟପିଗଲା 24 ବର୍ଷରେ। ଆମ ନବୀନ ବାବୁ 24 ବର୍ଷ ପରେ ଆମକୁ 32 ନମ୍ବର ରଖିଛନ୍ତି, 36। ବିଜେପି କଥା ନ କହିଲେ ସରେ ଆଜ୍ଞା। 9 ବର୍ଷ ରାଜନୀତି କରୁଥିଲେ ବିଜେଡ଼ି ସହିତ ମିଶିକିରି। ବିଜେପି ବି 24 ବର୍ଷରୁ 20 ବର୍ଷରୁ ଅଧିକା ଶାସନ କରୁଛି ମଧ୍ୟପ୍ରଦେଶରେ, ସିଏ ବି ଅଛି 33 ନମ୍ବରରେ। ତଥାକଥିତ ଗୁଜୁରାଟ 27 ବର୍ଷ ହେଲା ଶାସନ କରୁଛି ବିଜେପି, ସିଏ ବି ଅଛି 21 ନମ୍ବରରେ। କଂଗ୍ରେସ କଥା ନ କହିଲେ ସରେ, ସେ କଲାନି ବୋଲିକି ଆମେ ବିଜେଡ଼ିକି ଦେଲେ। ଯେ 3 ଦଳଙ୍କର ତ ଗୋଟିଏ ହେଲା ମୁଖ୍ୟ ଉଦ୍ଦେଶ୍ୟ, ଲୋକମାନଙ୍କୁ ଗରିବ ରଖ, ଲୋକମାନଙ୍କୁ ଭୋଟ ସମୟରେ ଟଙ୍କା ବାଣ୍ଟି, ମଦ ବାଣ୍ଟି, ନିଶା ଦ୍ରବ୍ୟ ବାଣ୍ଟି, ମାଂସ ବାଣ୍ଟି ଭୋଟ ନେଇଯା। ଲୋକ ଏଇଟା ଯେପର୍ଯ୍ୟନ୍ତ ନ ବୁଝିଛନ୍ତି ତାଙ୍କ ଭବିଷ୍ୟତ ଭଲ ହେବ ନାହିଁ। ଆଜ୍ଞା, ଯେକୌଣସି ସ୍କିମ୍ ହେଉଛି, ମୁଖ୍ୟମନ୍ତ୍ରୀ ଟଙ୍କାଟିଏ ପକେଟରୁ ଦେଉନାହାନ୍ତି, ପ୍ରଧାନମନ୍ତ୍ରୀ ଟଙ୍କାଟିଏ ପକେଟରୁ ଦେଉନାହାନ୍ତି, କୌଣସି ଦଳ ଟଙ୍କାଟିଏ ପକେଟରୁ ଦେଉନାହାନ୍ତି। ଲୋକଙ୍କ ଟିକସରୁ ହେଉଛି, ନହେଲେ ଧାରରୁ ହେଉଛି, ଯେଉଁଟା ଲୋକଙ୍କ ଟିକସରୁ ସୁଝାଯିବ। ଧାର ନ ସୁଝି ପାରିଲେ ଦେବାଳିଆ ହେଇଯିବେ, ଶ୍ରୀଲଙ୍କା ପରିସ୍ଥିତି ହେବ। ତେଣୁକରି ଓଡ଼ିଶାର ପରିସ୍ଥିତି କ'ଣ ହେବ ଆପଣ ଏଇଟା ବିଚାର କରନ୍ତୁ। ଓଡ଼ିଶାର ଭୋଟରମାନେ ଆଜ୍ଞା ଆମ ଯୁବପିଢ଼ିକୁ ନଷ୍ଟ କରିଦେଲେଣି। ଚରସ ଗଞ୍ଜା ସେବନରେ ଆମେ ଭାରତ ବର୍ଷରେ 3 ନମ୍ବର ଆଜ୍ଞା, 36ରୁ 3 ନମ୍ବରରେ ଅଛୁ। ପିଲାଙ୍କର ରୋଜଗାର ନାହିଁ, ଦାଦନ ଚାଲିଛି, ଚରସ ଗଞ୍ଜା ଭର୍ତ୍ତି। ତାହେଲେ ଓଡ଼ିଶାର ଭବିଷ୍ୟତ କ'ଣ, ଓଡ଼ିଆର ଭବିଷ୍ୟତ କ'ଣ? ଏଇ କଥା ଭୋଟର ଭାଇ ଭଉଣୀ ବିଚାର କରନ୍ତୁ। ଥରୁଟିଏ ସୁଯୋଗ ଦିଅନ୍ତୁ ସମୃଦ୍ଧ ଓଡ଼ିଶାକୁ। ଟର୍ଚ୍ଚ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ। ପ୍ରାର୍ଥୀମାନେ ଠିଆ ହୁଅନ୍ତୁ, ଭଲ ପ୍ରାର୍ଥୀମାନେ ସମୃଦ୍ଧ ଓଡ଼ିଶା ଦଳ ତରଫରୁ ଆମେ ଆହ୍ୱାନ କରୁଛୁ। ସବୁ ଜାଗାରୁ ଭଲ ଲୋକ ଠିଆ ହୁଅନ୍ତୁ। ଆଉ ଲୋକମାନେ ଗୋଟିଏ ଦିନରେ ଯଦି ତାଙ୍କ ନିଷ୍ପତ୍ତି ବଦଳାଇ ଦେଲେ ସରକାର ବଦଳିଯିବ। ଆଉ ତ ମାସେ 7-8 ଦିନ ଅଛି। ତେଣୁକରି ଆପଣଙ୍କ ଜରିଆରେ ଓଡ଼ିଶାବାସୀକୁ ନିବେଦନ,
ଏଇଥର ଆପଣଙ୍କ ପରିବାରର ଉଜ୍ଜଳ ଭବିଷ୍ୟତ ପାଇଁ ପରିବାରକୁ ସୁରକ୍ଷିତ ରଖିବା ପାଇଁ ପରିବର୍ତ୍ତନ କରନ୍ତୁ। ଯେଉଁମାନେ 77 ବର୍ଷ କଲେ ନାହିଁ ତାଙ୍କୁ ବର୍ଜନ କରନ୍ତୁ ଆଉ ସମୃଦ୍ଧ ଓଡ଼ିଶାକୁ ଥରୁଟିଏ ସୁଯୋଗ ଦିଅନ୍ତୁ ଟର୍ଚ୍ଚ ଚିହ୍ନ ଭୋଟ ଦେଇ। ଏଇଥର ଏହି ନିବେଦନ ଆପଣଙ୍କ ଦ୍ୱାରା ଓଡ଼ିଶାବାସୀ କରୁଛୁ। ଦେଖନ୍ତୁ 5ଟି ବର୍ଷରେ କ'ଣ ହେଉଛି ପ୍ରଥମ ମାସରୁ ଆପଣ ଅନୁଭବ କରିବେ ଏମିତି ଗୋଟେ ନୂଆ ଲୋକଙ୍କ ସରକାର କାମ କରୁଛି। ଏଇ କଥା ଏତିକି ମାତ୍ର ଏଇ ଅବସରରେ କହୁଛୁ। ଆପଣମାନେ ଦୟାକରି प्रचार जोरसोर करंतु लोकंको ठीक भाव में शिक्षित करंतु अवेयरनेस सचेतन करंतु तद्वारा ओडिशा रे गोटे भल काम हो आसंता निर्वाचन। डॉक्टर विश्वनाथ पट्टनायक शहीद रघुशंकर पुओ साम्बादिक सम्मेलन मुख्य उद्देश्य कौन? मुख्य उद्देश्य हूँ आम समाज जो विभिन्न स्तर जो लोक मैंने अच्छा उद्धार एपर्यंत हो पार बस्ती की गले बहुत पिला स्कूल को न जाए बुलूँ। शिक्षा हूँ माने उन्नतिर मानदंड। शिक्षा ए देश में ना सरकारी स्कूल पाठ पढ़ा हो पानी एपर्यंत मिललानी देशरू बेकारी और गरीबी हटिलानी कि हटी ना दादन संख्या बढ़ुची ना कमुची दादन संख्या बढ़ी बढ़ी चलती मैंने जो सूता कल जो मैंने कम कर ओडिया लोक ना बाहर लोक किसी किसी थैथान है कि मैंने आम देश कृषक जो मैंने अच्छा रोजगार बढ़ला कि कमिला बढ़ुना कमुची खाली सब से मैंने कहते मैंने परिवार के चाष हेले से परिवार को संरक्षण करके रखिकी खाउटी मान को किरोट समय दवा बंदोबस्त अच्छी कि गोटे कहीपर ओडिशा केतोटी कोल्ड स्टोरेज अच्छी गोटे भी कोल्ड स्टोरेज ना देश केमती पनीपरिया किरोट समय लोक बिक्री करते अन्य समय खाउटी कृषक सी भी उपकृत होना कि खाउटी मान उपकृत होना से किसी गोटे बंदोबस्त जमी फेड भेजफेड गोटे करागले उपकार होता एमती बहुत मागेणा संस्कृतिटा सृष्टि से मागेणा संस्कृति लोक पंगु हो जाए दौन सरकार से सबुदिन गोटे रोजगार बाट सबुदिन गोटे रोजगार बाट देले गरीबी हटो एमती नहीं गले खाईदे चलीगला अन्य सब इन यहाँ हूँ इन प्रॉफिटेबल जिनस बहुत जिनस अच्छी समाज में एवं देखो गर्भवती महिला स्ट्रेचर बुहाई आसू सबुदिन सब गाँव को सबुदिनिया कस्ता रास्ता है कि 75 वर्ष है ओडिशा स्वाधीन हबार 100 वर्ष होगा तो केते वर्ष लगे देश गरीब कथा बुझा हटिकिया लोकंर किसी उन्नति होगी होनी जमी हटिकिया किसी मैंने टाटा से मुझे कहती मैंने रिक्शावाला कौन सरकार भावुँ आम रिक्शावाला आम परिवार रिक्शा भविष्य रिक्शावाला हूँ ये जो सब चलती समाज उत्थान हाँ पर पतन होती डेली दिन को दिन वर्ष को वर्ष यहाँ मन को बाधुची कहीं मुझे शहीद रघुशंकर बापा शहीद होती आज पर्यटन सरकार लोकलोचन को आनीपारे सकाशे बहुत काम कर फिल्म कर शहीद रघुशंकर मो माँ उद्देश्य वर्तमान हस्पिटाल कर सुपर स्पेशलिस्ट सर्जन सरकार चाकरी देखे रिटायर्ड होती तेणु ये आम बुद्धिजीवी आम देखु सरकार लोक अवस्था कौन आम बापा केमती मरते जो मरते से अवस्था परिवर्तन है तो बाध्य आम बाध्य आसीचु ये परिणत बयस लोक अनुरोध क्रमे नागरिक अनुरोध क्रमे मुझे आसू ना मुझे हस्पिटाल कले तेणु ये हूँ बाध्यबाधकतार कहले आस मिलमिशी अनुरोध कले तेणु आसिक पहुँचू जदि आम कि लोकंर ताल धन्य हूँ। हेलो 10th एग्जामिनीज आपण मैंने एमती एक स्कूल खोजुंट कि जो इंटीग्रेटेड कोचिंग पाइपर तेज टीएससी गुरुकुल जोग दिंतु जहाँ एकेडमिक लर्निंग पार्टनर फिजिक्स वाला सहित अनुमोदित कॉल 9438782020।